ଅନେକ ଦିନ ତଳର କଥା। ରତନପୁର ଗାଁରେ ଜଣେ ବୁଢ଼ା ରହୁଥିଲା। ତାର ଘାସିଆ ନାମରେ ଗୋଟେ ପୁଅ ଥିଲା। ଘାସିଆକୁ ଜନ୍ମ ଦେବା ପରେ ବୁଢ଼ାର ସ୍ତ୍ରୀ ମରିଗଲା। ତେଣୁ ଘାସିଆର ଲାଳନ ପାଳନ ତା ବାପାଙ୍କ ଦାୟିତ୍ୱରେ ରହିଲା। ଯେତେବେଳେ ଘାସିଆ ବଡ଼ ହୋଇଗଲା, ବୁଢ଼ା ତାକୁ ପାଖକୁ ଡାକି କହିଲା, ପୁଅରେ, ମୁଁ ଆସି ବୁଢ଼ା ହେଲାଣି। ମୋ ପରେ ତୁ ଏ ଦୋକାନର ବୁଝାସୁଝା କରିବୁ, କଠିନ ପରିଶ୍ରମ କରୁଥିବୁ। ଯଦି ସୁଖରେ ରହିବାକୁ ଚାହୁଁଛୁ, ମୋର ଏ 3ଟି ବଚନ ନିଶ୍ଚୟ ପାଳନ କରିବୁ। ଘାସିଆ କହିଲା, ମୁଁ ତୁମର ସବୁ କଥା ମାନିବାକୁ ରାଜି ଅଛି। କୁହ, ମତେ କଣ କରିବାକୁ ପଡ଼ିବ? ବୁଢ଼ା କହିଲା, ମୋର ପ୍ରଥମ ବଚନ ହେଉଛି, ଆମ ଘରଠାରୁ ତୁ ଦୋକାନ ପର୍ଯ୍ୟନ୍ତ କେବେ ଖରାରେ ଯିବା ଆସିବା କରିବୁନି। ଦ୍ୱିତୀୟ ବଚନ ହେଉଛି, 2 ପ୍ରହରରେ କେବଳ ଭାତ ଖାଇବୁ। ଆଉ ତୃତୀୟ ବଚନ ହେଉଛି, ତୋ ବିବାହ ପରେ ପ୍ରତିଦିନ ନୂଆ ନୂଆ ସ୍ତ୍ରୀ ଆଣୁଥିବୁ। ଘାସିଆ ତା ବାପାଙ୍କର ଏ 3ଟି ବଚନ ପାଳନ କରିବା ପାଇଁ ସ୍ୱୀକୃତି ଦେଲା। ବୁଢ଼ା କହିଲା, ସମୟ ଆସିଲେ ଏହାର ଅର୍ଥ ବୁଝିପାରିବୁ। ଏହାର କିଛି ଦିନ ପରେ ବୁଢ଼ା ମରିଗଲା। ବୁଢ଼ା ମରିଯିବା ପରେ ଘାସିଆର ତା ବାପାଙ୍କୁ ଦେଇଥିବା 3ଟି ବଚନ କଥା ମନେ ପଡ଼ିଲା। ସେ ଚିନ୍ତା କଲା, ମୋ ବାପା କହିଛନ୍ତି ଘରୁ ଦୋକାନକୁ କେବେ ଖରାରେ ଯିବା ଆସିବା କରିବୁନି। ତେଣୁ ଘାସିଆ ଘରଠାରୁ ଦୋକାନ ପର୍ଯ୍ୟନ୍ତ ଜରିପାଲରେ ଏକ ଛାତ ପକାଇଦେଲା। ଏହାଦ୍ୱାରା ପୁରା ଗଳିରେ ଦୋକାନ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ଖରା ପଡ଼ିଲାନି। ଏଥିପାଇଁ ଘାସିଆକୁ ବହୁତ ଗୁଡ଼େ ପଇସା ଖର୍ଚ୍ଚ କରିବାକୁ ପଡ଼ିଥିଲା। ତାପରେ ବି ଘାସିଆର ଏପରି କାମ ଦେଖି ଗାଁ ଲୋକମାନେ ଥଟ୍ଟା ପରିହାସ କରିବାକୁ ଲାଗିଲେ। କିନ୍ତୁ ଘାସିଆ ସେମାନଙ୍କ କଥାକୁ ଖାତିର ନ କରି କହୁଥିଲା, ମୁଁ ମୋ ବାପାଙ୍କୁ ଦେଇଥିବା ବଚନ ପାଳନ କରୁଛି। ଏହାପରେ ତା ବାପାଙ୍କର ଦ୍ୱିତୀୟ ବଚନ କଥା ତାର ମନେ ପଡ଼ିଲା। ତା ବାପା କହିଥିଲେ, ଖରାବେଳେ ଭାତ ଖାଇବୁ। ଘାସିଆକୁ ଅବଶ୍ୟ ଏ କଥା ପାଳନ କରିବାକୁ ବିଶେଷ ଅସୁବିଧା ହେଲାନି। କିନ୍ତୁ ସବୁଦିନ ଭାତ ଖାଇ ଖାଇ ସେ ବିରକ୍ତ ହୋଇ ଯାଇଥିଲା। ଯେତେବେଳେ ତା ସାଙ୍ଗମାନେ ଭୋଜି ଖାଇବାକୁ ଡାକୁଥିଲେ, ଘାସିଆ ସେମାନଙ୍କର କଥାକୁ କାଟି ଦେଉଥିଲା। କାହିଁକି ନା ସେ ଭାବୁଥିଲା, ମୋ ସାଙ୍ଗମାନେ ଭାତ ସହିତ ଯଦି ତରକାରୀ ଦେଇଦେବେ, ମୁଁ ମୋ ବାପାଙ୍କର ବଚନକୁ ପାଳନ କରିପାରିବିନି। ସେଥିପାଇଁ ଘାସିଆ କାହା ନିମନ୍ତ୍ରଣ ରଖୁନଥିଲା। ଯେତେବେଳେ ଘାସିଆ ବିବାହ କରିବାକୁ ନିର୍ଣ୍ଣୟ ନେଲା, ଅନେକ ଲୋକ ତା ପାଖକୁ ନିଜ ନିଜ ଝିଅର ବିବାହ ପ୍ରସ୍ତାବ ଧରି ଆସିଲେ। କିନ୍ତୁ ଘାସିଆର ସର୍ତ୍ତ ଶୁଣି ସେମାନେ ଫେରି ଯାଉଥିଲେ। ଘାସିଆ କହୁଥିଲା, ମୁଁ ତୁମ ଝିଅକୁ ବିବାହ କରିବି ସତ, ହେଲେ ବିବାହର ଗୋଟିଏ ଦିନ ପରେ ସିଏ ମୋ ଘରୁ ଚାଲିଯିବ। ଝିଅର ବାପା ମା ଏ କଥା ଶୁଣି ରାଗି ଯାଉଥିଲେ। ତାପରେ ବି ଘାସିଆର ଏ ଅଜବ ସର୍ତ୍ତରେ ତାକୁ ଝିଅ ଦେବାକୁ କେହି ରାଜି ହେଉନଥିଲେ। ସେ ସହରରେ ମହିମା ନାମରେ ଗୋଟେ ଝିଅ ରହୁଥିଲା। ସେ ଘାସିଆର ଅଜବ ସର୍ତ୍ତ ବିଷୟରେ ଜାଣିଥିଲା। ହେଲେ ମହିମା ଘାସିଆକୁ ବିବାହ କରିବାକୁ ରାଜି ଥିଲା। ଦିନେ ସେ ତା ବାପା ମାଙ୍କୁ ନିଜର ଇଚ୍ଛା ଜଣାଇଲା। ସେମାନେ କହିଲେ, ତତେ ବିବାହ କରି ସିଏ ଯଦି ଗୋଟେ ଦିନରେ ବିଦା କରିଦେବ, ତୁ କଣ କରିବୁ? କିନ୍ତୁ ମହିମା ସେମାନଙ୍କର କଥା ନ ଶୁଣି ଘାସିଆକୁ ବିବାହ କରିବା ପାଇଁ ଜିଦି ଧରି ବସିଲା। ତେଣୁ ମହିମାର ବାପା ଘାସିଆକୁ ଦିନେ ଘରକୁ ଡାକିଲେ। ମହିମାର ସୁନ୍ଦରତା ଓ ମଧୁର ବ୍ୟବହାର ଦେଖି ଘାସିଆ ତାକୁ ବିବାହ କରିବା ପାଇଁ ସମ୍ମତି ଜଣାଇଲା। ସେ ମହିମାକୁ କହିଲା, ମୋ ବାପାଙ୍କୁ ଦେଇଥିବା 3ଟି ବଚନ ମୁଁ କାଟି ପାରିବିନି। କିନ୍ତୁ ମହିମା ହସି ହସି କହିଲା, ତୁମେ ବିବାହର ଆୟୋଜନ କର। ତୁମ ବାପାଙ୍କର ସବୁ ବଚନ ପାଳନ କରିବାକୁ ମୁଁ ତୁମକୁ ସୁଯୋଗ ଦେବି। ଏହାର ଅଳ୍ପ ଦିନ ପରେ ଘାସିଆ ସହିତ ମହିମାର ବିବାହ ଧୁମଧାମରେ ସରିଗଲା। ଏହାପରେ ମହିମା ସେଦିନ ସକାଳେ ଘାସିଆର ଘରେ ପହଞ୍ଚି ତାର ବହୁତ ସେବା ଯତ୍ନ କଲା। ତା ସହିତ ସ୍ନେହରେ କଥା ହେଲା, ତାକୁ ନିଜ ହାତରେ ଖୁଆଇଦେଲା। କିନ୍ତୁ ଘାସିଆର ମନ ସେଦିନ ଦୁଃଖ ଜଣାପଡୁଥିଲା। ମହିମା ସବୁ ଜାଣିପାରୁଥିଲା, କିନ୍ତୁ ନ ଜାଣିଲା ପରି ନାଟକ କରୁଥିଲା। ଏବେ ଘାସିଆ ଭାବୁଥିଲା, ମୋ ବାପାଙ୍କ ବଚନ ପାଇଁ ମୋ ସ୍ତ୍ରୀ କାଲି ଏ ଘରୁ ବିଦା ହୋଇଯିବ। ସେଦିନ ରାତିରେ ତାକୁ ଆଉ ନିଦ ହେଲାନି। ଯେତେବେଳେ ସକାଳ ହେଲା, ଘାସିଆ ମହିମାକୁ ଡାକି କହିଲା,
ତମ ଘରକୁ କେତେବେଳେ ଯିବୁ? ମହିମା କହିଲା, ଇଏ ମୋ ଘର, ମୁଁ ଏଠୁ କୁଆଡେ ଯିବିନି। ଘାସିଆ କହିଲା, ମୋ ବାପାଙ୍କୁ ମୁଁ ବଚନ ଦେଇଥିଲି, ତତେ ଆଜି ଯେମିତି ହେଲେ ଏ ଘର ଛାଡିବାକୁ ପଡିବ। ମହିମା କହିଲା, ତୁମ ବାପା ବହୁତ ଜ୍ଞାନୀ ଥିଲେ, ତୁମ ଅଜ୍ଞାନତା ପାଇଁ ଗାଁ ଲୋକ ଆଜି ତୁମକୁ ପରିହାସ କରୁଛନ୍ତି। ତୁମ ବାପା ତୁମ ମଙ୍ଗଳ ପାଇଁ ଯେଉଁ ବଚନ ଦେଇଥିଲେ ତୁମେ ତାକୁ ଭୁଲ ଅର୍ଥରେ ପାଳନ କରୁଛ। ଘାସିଆ କହିଲା, ତୁମ କଥା ମୁଁ କିଛି ବୁଝିପାରୁନି। ମହିମା କହିଲା, ତୁମ ବାପା ଯେତେବେଳେ କହିଥିଲେ ତୁମ ଘରଠାରୁ ଦୋକାନ ପର୍ଯ୍ୟନ୍ତ କେବେ ଖରାରେ ଯିବା ଆସିବା କରିବୁନି, ଏହାର ଅର୍ଥ ଥିଲା ସୂର୍ଯ୍ୟ ଉଦୟ ପୂର୍ବରୁ ତୁମେ ଦୋକାନକୁ ଯିବ, ଆଉ ସୂର୍ଯ୍ୟ ଅସ୍ତ ପରେ ଦୋକାନ ବନ୍ଦ କରି ଘରକୁ ଆସିବ। କାହିଁକି ନା ସେ ଚାହୁଁଥିଲେ ତୁମେ ଅଧିକ ସମୟ ଦୋକାନରେ ରୁହ। ତୁମେ କଣ କଲ ନା, ଘରଠାରୁ ଦୋକାନ ପର୍ଯ୍ୟନ୍ତ ଜରିପାଲରେ ଛାତ ପକାଇଦେଲ। ଏହା ଦ୍ୱାରା ତୁମର ଅଯଥାରେ ବହୁତ ଗୁଡେ ଧନ ନଷ୍ଟ ହୋଇଗଲା। ଆଉ ଗୋଟେ କଥା ବି ତୁମେ ଭୁଲ କଲ। ତୁମ ବାପା କହିଥିଲେ ଖରାବେଳେ ଭାତ ଖାଇବାକୁ, କାହିଁକି ନା ସେ ଜାଣିଥିଲେ ଜଳଖିଆ ଅପେକ୍ଷା ଭାତ ଖାଇଲେ ଶୀଘ୍ର ଭୋକ ହୁଏନି, ଯାହା ଫଳରେ ତୁମେ ଅଧିକ ସମୟ ଦୋକାନରେ ବସିପାରିବ। କିନ୍ତୁ ସେ କଥାର ଅର୍ଥ ତୁମେ ବୁଝିପାରିଲନି। ଖରାବେଳେ କେବଳ ଭାତ ଖାଇ ଦିନ କାଟିଲ, ତରକାରୀ ଖାଇବା ଛାଡ଼ିଦେଲ। ଏବେ ଘାସିଆ ଧ୍ୟାନର ସହିତ ମହିମାର କଥାକୁ ଶୁଣିବାରେ ଲାଗିଥିଲା। ସେ ଜାଣିବାକୁ ଚାହୁଁଥିଲା ତା ବାପାଙ୍କର ତୃତୀୟ ବଚନ ବିଷୟରେ ମହିମା କଣ କହୁଛି। ଏବେ ମହିମା କହିଲା, ତୁମ ବାପା ତାଙ୍କ ତୃତୀୟ ବଚନରେ କହିବାକୁ ଚାହୁଁଥିଲେ, ତୁମ ସ୍ତ୍ରୀକୁ ଯଦି ବହୁତ ସ୍ନେହ ଦେବ, ଖୁସିରେ ରଖିବ, ସେ ପ୍ରତିଦିନ ତୁମକୁ ନୂଆ ନୂଆ ଲାଗିବ। ତାଙ୍କ କହିବାର ଅର୍ଥ ଥିଲା ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଅଧିକ ସ୍ନେହ ମମତା ରହିଲେ ଦୁଇ ଜଣଙ୍କ ସମ୍ପର୍କ ନିବିଡ଼ ହୋଇଯାଏ। ମହିମାର ଏପରି କଥା ଶୁଣି ଘାସିଆ ଖୁସି ହୋଇଗଲା। ସେ କହିଲା, ତୁମେ ଆଜିଠାରୁ ମୋ ସହିତ ରହିବ, ତୁମକୁ କୁଆଡେ ଯିବା ଦରକାର ନାହିଁ। ସେହିଦିନ ଠାରୁ ଘାସିଆ ତା ସ୍ତ୍ରୀ ସହିତ ରହି ଖୁସିରେ ଦିନ କାଟିବାକୁ ଲାଗିଲା।